ନାଥ ହର ହର ଶମ୍ଭୁ। ଏବେ ଆମେ ଆଲୋଚନା କରିବା ଆଗକୁ ଯାଉଥିବା ପୌଷ ମାସର ଏକାଦଶୀ ମାନେ କୃଷ୍ଣ ପକ୍ଷର ଏକାଦଶୀ ସଫଳ ଏକାଦଶୀ ବିଷୟରେ। ଏହା ଆମ ପୁରାଣ ଶାସ୍ତ୍ର ଗୁଡ଼ିକରେ ପ୍ରତ୍ୟେକ ମାସର ଶୁକ୍ଳ ଏକାଦଶୀର ମାହାତ୍ମ୍ୟ ସମ୍ପର୍କରେ ବହୁଳ ଭାବରେ ବର୍ଣ୍ଣନା ରହିଛି। କିନ୍ତୁ ପୌଷ କୃଷ୍ଣ ଏକାଦଶୀ ସର୍ବକୃଷ୍ଣ ଏକାଦଶୀ ଭାବରେ କଥିତ। ଏହାର ନାମ ହେଉଛି ସଫଳ ଏକାଦଶୀ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ନାରାୟଣ ରୂପରେ ପୂଜା କରାଯାଇଥାଏ। ଯେପରି ନାଗମାନଙ୍କ ମଧ୍ୟରେ ଶେଷନାଗ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼, ଦେବତାମାନଙ୍କ ମଧ୍ୟରେ ଶ୍ରୀବିଷ୍ଣୁ, ଠିକ୍ ସେହିପରି ବ୍ରତମାନଙ୍କ ମଧ୍ୟରେ ଏକାଦଶୀ ତିଥି ଶ୍ରେଷ୍ଠ। ସେ ମଧ୍ୟରେ ସଫଳ ଏକାଦଶୀ ସର୍ବଶ୍ରେଷ୍ଠ, କାରଣ ଏହି ଏକାଦଶୀ ବ୍ରତ କଲେ ମନୁଷ୍ୟ ସର୍ବତ ଭାବରେ ସଫଳ ହୋଇଥାଏ। ଜୀବଦଶାରେ ଧନଧାନ୍ୟ ଭୋଗ କରି ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତ ହୁଏ। ଏହି ଦିନ ଉଜାଗର ଉପବାସ ରହି ନଡ଼ିଆ, କଦଳୀ, ଅଁଳା ଆଦି ଫଳମୂଳ ସହିତ ଧୂପ ଧୂପ ଦେଇ ନାରାୟଣଙ୍କୁ ପୂଜା କରାଯାଏ। ରାତି ସାରା ଉଜାଗର ରହି ଦୀପ ଦାନ କରାଯାଏ। ପରଦିନ ପାରାୟଣ ପରେ କେବଳ ଫଳ ପ୍ରସାଦ ଗ୍ରହଣ କରାଯାଏ। ଏହି ଏକାଦଶୀ ସମ୍ପର୍କରେ ଏକ ସୁନ୍ଦର କଥାର ବର୍ଣ୍ଣନା ରହିଛି। ଚମ୍ପାବତୀ ନଗରର ରାଜା ରାଜର୍ଷି ମହିଷ୍ମତିଙ୍କର ପୁତ୍ର ଲମ୍ବୁକ ଦୁରାଚାରୀ ହେବାରୁ ରାଜା ତାଙ୍କୁ ରାଜ୍ୟରୁ ବାହାର କରି ଦେଇଥିଲେ। ସେ ଜଙ୍ଗଲରେ ରହି ଫଳମୂଳ ଓ ପଶୁପକ୍ଷୀମାନଙ୍କର ମାଂସ ଖାଇ ଏକ ପୁରୁଣା ଅଶ୍ୱତଥ ବୃକ୍ଷମୂଳରେ ବାସ କରୁଥିଲେ। ଥରେ ଶୀତ ଦିନରେ ପ୍ରବଳ ଶୀତ ଓ ଖାଦ୍ୟାଭାବରୁ ସାରା ରାତି କାଦର ହୋଇ ସେ ନିଜର ସମସ୍ତ ପାପ କର୍ମ ନିମିତ୍ତ ଅନୁତାପ କରୁ କରୁ ଭଗବାନ ବିଷ୍ଣୁଙ୍କ ନାମ ଉଚ୍ଚାରଣ କରି ନିଜର ପାପ ନିମିତ୍ତ ତାଙ୍କୁ କ୍ଷମା କରି ଦେବାକୁ ପ୍ରାର୍ଥନା କଲେ। ରାତ୍ରି ଶେଷ ହେବା ବେଳକୁ ସେହି ଜପ କରୁ କରୁ ପ୍ରବଳ ଶୀତରେ ତାଙ୍କର ଚେତନା ଲୋପ ପାଇଗଲା। ଚେତନା ଫେରିବା ବେଳକୁ ଦ୍ୱିପ୍ରହର ହୋଇ ଯାଇଥିଲା। ଦୁର୍ବଳ ପାଦରେ ଉଠି କିଛି ଫଳ ସଂଗ୍ରହ କରି ସେହି ଫଳକୁ ଶ୍ରୀ ନାରାୟଣଙ୍କୁ ସମର୍ପଣ କରି ଭଜନ କଲେ। ସେହି ଦିନଟି ଥିଲା ପୌଷ କୃଷ୍ଣ ଏକାଦଶୀ। ପୌଷ କୃଷ୍ଣ ଏକାଦଶୀ ତାଙ୍କର ଅଜାଣତରେ ଏହି ଏକାଦଶୀ ବ୍ରତ ପାଳନ କରିଥିବାରୁ ତାଙ୍କର ହୃଦୟ ପରିବର୍ତ୍ତନ ହେଲା ଏବଂ ସେ ପବିତ୍ର ଜୀବନଯାପନ କଲେ। ରାଜା ତାହା ଜାଣି ପୁତ୍ରକୁ ରାଜ୍ୟକୁ ଫେରାଇ ନେଲେ। ଲୁମ୍ବୁକ ରାଜ ହୋଇ ରାଜସୁଖ ଭୋଗ କରି ବୈକୁଣ୍ଠ ପ୍ରାପ୍ତି ହେଲେ। କଥିତ ଅଛି ଯେ ଏହି ଏକାଦଶୀ ବ୍ରତ ପାଳନ କଲେ ସହସ୍ର ବର୍ଷର ତପ ଓ ଅଶ୍ୱମେଧ ଯଜ୍ଞ ଫଳ ମିଳେ। ସଫଳ ଏକାଦଶୀର କଥା ଚାଲନ୍ତୁ ତାର ଆଉ କିଛି କିପରି ପାଳନ କରିବେ ସେ ବିଷୟରେ ଜାଣିବା। ପୌଷ ମାସର କୃଷ୍ଣପକ୍ଷ ଏକାଦଶୀ ତିଥିକୁ ସଫଳ ଏକାଦଶୀ ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ସଫଳ ଏକାଦଶୀ ଦିନ ବିଧିବିଧାନ ଅନୁଯାୟୀ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ବିଧିବିଧାନ ଅନୁଯାୟୀ ବ୍ରତ ପାଳନ କଲେ ମନସ୍କାମନା ପୂରଣ ହୁଏ ବୋଲି କୁହାଯାଏ। ଶାସ୍ତ୍ରରେ ଏକାଦଶୀ ବ୍ରତର ନିୟମ ରହିଛି। ଏକାଦଶୀ ଦିନ କିଛି ବିଶେଷ କାର୍ଯ୍ୟ କରିବା ଉଚିତ ନୁହେଁ। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ 5000 ବର୍ଷ ତପ କଲେ ଯେଉଁ ଫଳ ପ୍ରାପ୍ତ ହୁଏ ତାହା ସଫଳ ଏକାଦଶୀ ବ୍ରତ କଲେ ପ୍ରାପ୍ତ ହୋଇଥାଏ। ସଫଳ ଏକାଦଶୀ ବ୍ରତର ପାଳନ ବିଧି କ'ଣ ରହିଛି? ସଫଳ ଏକାଦଶୀ ଦିନ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ। ଏହାପରେ ବ୍ରତ ଭୋଜନ ସଂକଳ୍ପ ନେବା ଉଚିତ। ବିଧିବିଧାନ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଧୂପ, ଦୀପ, ଫଳ ଓ ପଞ୍ଚାମୃତ ଅର୍ପଣ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ଗୁଆ, ନଡ଼ିଆ, ଅଁଳା ଓ ଲବଙ୍ଗ ଅର୍ପଣ କରନ୍ତୁ। ତାପରେ ଦ୍ୱାଦଶୀରେ ବ୍ରତ ସମାପନ କରନ୍ତୁ। ଏହି ଦିନ ଗରିବଙ୍କୁ ଦାନ ଓ ଦକ୍ଷିଣା ଦିଅନ୍ତୁ। ସଫଳ ଏକାଦଶୀ ଦିନ କେଉଁ କାମ ଗୁଡ଼ାକ ଆମେ ଭୁଲରେ କରିବାନି ସେ ବିଷୟରେ କୁହାଯାଇଛି। ଶାସ୍ତ୍ରରେ ସମସ୍ତ ଏକାଦଶୀରେ ଅନ୍ନ ଭୋଜନ କରିବାକୁ ବାରଣ କରାଯାଇଛି। ଏକାଦଶୀ ଦିନ ଅନ୍ନ ଭୋଜନ କଲେ ପରବର୍ତ୍ତୀ ଜନ୍ମରେ ସରୀସୃପ ଜନ୍ମ ନେଇଥାଏ ବୋଲି କୁହାଯାଏ। ଏକାଦଶୀ ଦିନ ଭୁଲରେ ବି ଅନ୍ନ ସେବନ କରିବା ଉଚିତ ନୁହେଁ। ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ସହ ଖାଇବା ପିଇବା ବ୍ୟବହାର ସାତ୍ୱିକତା ପାଳନ କରିବା ଉଚିତ। ଏକାଦଶୀ ଦିନ ସ୍ୱାମୀ ସ୍ତ୍ରୀ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ। ଏକାଦଶୀର ଲାଭ ପାଇବା ପାଇଁ ବ୍ୟକ୍ତିକୁ ଏହି ଦିନ କଠୋର ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ ଏବଂ ଝଗଡ଼ାଝାଟିରୁ ଦୂରେଇ ରହିବା ଆବଶ୍ୟକ। ଏକାଦଶୀ ଦିନ ଶୀଘ୍ର ସକାଳୁ ଉଠିବା ଉଚିତ ଓ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ, ମାନେ ଦିନ ସମୟରେ। କେଉଁ କାମ ଆମେ କରିବା ସଫଳ ଏକାଦଶୀ ଦିନ ଆମକୁ ପୁଣ୍ୟ ଫଳ ପ୍ରାପ୍ତ ହୁଏ? ଏକାଦଶୀ ଦିନ ଦାନ କରିବା ଉଚିତ। ଏକାଦଶୀ ଦିନ ଯଦି ସମ୍ଭବ ଗଙ୍ଗା ସ୍ନାନ କରିବା ଉଚିତ। ଯଦି ନହେଲେ ଗଙ୍ଗା ଜଳରେ ଆପଣ ଘରେ ପାଣି ପକାଇକି ହଳଦୀ ଏସବୁ ପକାଇକି ଗାଧେଇଲେ ହେବ। ବିବାହ ସମ୍ବନ୍ଧିତ ବାଧା ଦୂର କରିବାକୁ ଏକାଦଶୀ ଦିନ କେଶର, କଦଳୀ କିମ୍ବା ହଳଦୀ ଦାନ କରିବା ଉଚିତ। ଏକାଦଶୀ ଉପବାସ ରଖିଲେ ଧନ, ମନ, ସମ୍ମାନ ଓ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଏହା ସହ ମନବାଞ୍ଛିତ ଫଳ ମଧ୍ୟ ମିଳିଥାଏ। ଏକାଦଶୀ ବ୍ରତ ପାଳନ କଲେ ପୂର୍ବଜଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ଅଛି। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କହିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ। ହିଁ ମା ଦୁନିଆର ସମସ୍ତଙ୍କର ମଙ୍ଗଳ କରନ୍ତୁ।